ଗାଲିଲିର ନାଜରିତ ନଗରରୁ ଜିହୁଦା ପ୍ରଦେଶର ବେଥଲେହେମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ। ତାପରେ 11 ପଦ ପଢନ୍ତୁ। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଏଠି ରେକର୍ଡ କରୁଛନ୍ତି ଲୁକ। ଲୁକ ଜଣେ ବୈଦ୍ୟ ଥିଲେ, ଡକ୍ଟର ଥିଲେ, ତା ସହିତ ଇତିହାସ ଲେଖିବା ବ୍ୟକ୍ତି ବି ଥିଲେ, ହିଷ୍ଟୋରିଆନ ଥିଲେ। ଆଉ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଇତିହାସକୁ ସେ ଲେଖୁଛନ୍ତି। ସମ୍ପୂର୍ଣ୍ଣ ଜୀବନୀକୁ ଲୁକ ତାଙ୍କର 2ଟି ପୁସ୍ତକରେ ଲେଖୁଛନ୍ତି। ଲୁକ 2ଟି ପୁସ୍ତକ ଲେଖିଛନ୍ତି। ସେ ଜଣେ ଅଣଜିହୁଦୀ ଥିଲେ, ଆଜିର ଭାଷାରେ କହିଲେ ଅଣଖ୍ରୀଷ୍ଟିଆନ ଥିଲେ। ଯେତେବେଳେ ପ୍ରଭୁଙ୍କୁ ଜାଣିଲେ, ସେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରୁ ଆରମ୍ଭ କରି ଯୀଶୁ ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ଆଉ ଦ୍ୱିତୀୟ ଆଗମନ ସବୁ ବିଷୟ ସେ ଲେଖନ୍ତି। କମ୍ପ୍ଲିଟ ହିଷ୍ଟ୍ରି ଲେଖନ୍ତି, କମ୍ପ୍ଲିଟ ଜୀବନୀ ଲେଖନ୍ତି। ତ ଏଠି ଆମେ ଦେଖୁଛୁ ଯାହା ପଢିଲୁ ଲୁକ 2 ପର୍ବ ତାର 1 ପଦରୁ 4 ପଦ ଆଉ 11 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ରେକର୍ଡ ହେଇଛି। ସେ ବେଥଲେହେମରେ ଜନ୍ମଗ୍ରହଣ କଲେ, ନାଜରିତର ବେଥଲେହେମ। ଆଉ ଏଇଟା ମଧ୍ୟ ଜନ୍ମଗ୍ରହଣ କରିବେ ବୋଲିକି ମିଖା ତାର 5 ପର୍ବ 2 ପଦରୁ ଆଗରୁ ଲେଖା ହେଇଛି, 550 ବର୍ଷ ପୂର୍ବରୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇଠି ଜନ୍ମଗ୍ରହଣ କଲେ। ଏଇଟା ପ୍ରଥମ ବିଷୟ ରେକର୍ଡ କଲେ। ତାପରେ 2 ପର୍ବ 21 ପଦ, ଲୁକ 2 ପର୍ବ 21 ପଦ। ତାହାଙ୍କୁ ସୁନ୍ନତ କରିବା ସକାଶେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତେ ତାହାଙ୍କର ନାମ ଯୀଶୁ ଦିଆଗଲା। ଏହି ନାମ ତାହାଙ୍କ ଗର୍ଭସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସ୍ଥାନରେ ଅଷ୍ଟମ ଦିନରେ ସୁନ୍ନତ ହୋଇଛନ୍ତି। ଯିହୁଦୀ ମାନଙ୍କର ନୀତି ଅନୁସାରେ, ପରମ୍ପରା ଅନୁସାରେ ଅଷ୍ଟମ ଦିନରେ ଯୀଶୁଙ୍କର ଜନ୍ମ କଥା ଲେଖା ଯାଉଛି। ଆଉ ଅଷ୍ଟମ ଦିନରେ ସେ ସୁନ୍ନତ ହେଲେ। ଆଉ ତାଙ୍କୁ ସେଇ ଦିନ ତାଙ୍କୁ ନାମ ବି ଦିଆଯାଉଛି, ନାମକରଣ କରାଯାଉଛି, ଯୀଶୁ ଦିଆଯାଉଛି। ଆଉ ଯୀଶୁ ଏଇଟା ଲୋକମାନେ ଦେଇନାହାନ୍ତି। ଯୀଶୁ ନାମଟା ଲୋକମାନେ ଦେଇନାହାନ୍ତି। ଯଦି ଅନ୍ୟ ରାଜା ମାନଙ୍କର ନାମ ଅନ୍ୟମାନେ ଦେଇଛନ୍ତି, ଅନ୍ୟମାନଙ୍କ ନାମ ଅନ୍ୟମାନେ ଦେଇଛନ୍ତି, ଯୀଶୁଙ୍କ ନାମ ଲୋକମାନେ ଦେଇନାହାନ୍ତି। ଯୀଶୁଙ୍କର ଜନ୍ମ ପୂର୍ବରୁ এই নামটা প্রদান କରାଯାଇଛି, ଯୋଉଟା ଆମେ ମାଥ୍ୟୁ ତାର 1 ପର୍ବ 21 ପଦରେ ବି ପଢୁ। ମାଥ୍ୟୁ 1 ପର୍ବ 21 ପଦ। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। କଣ କରିବେ? ସେ ଆପଣା ଲୋକ ମାନେ କୋଉ ଲୋକ? ଯୋଉମାନଙ୍କୁ ସେ ସୃଷ୍ଟି କରିଛନ୍ତି, ନିର୍ମାଣ କରିଛନ୍ତି, ସେ ସେଇ ଲୋକମାନଙ୍କୁ ପରିତ୍ରାଣ କରିବେ। ଯୀଶୁ ନାମର ଅର୍ଥ ହେଉଛି ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା, ସେଭିୟର। ଯଦି ଆମେ ଯୀଶୁ ନାମଟା ନେଉଛୁ, ଆମେ ଜାଣିବା ଦରକାର ଏ ନାମ ହିଁ ତ୍ରାଣକର୍ତ୍ତା ନାମ। ଆଉ ଅନ୍ୟ ନାମରେ ପରିତ୍ରାଣ ନାହିଁ, ଅନ୍ୟ ନାମରେ ମୁକ୍ତି ନାହିଁ। ଏଟା ଶାସ୍ତ୍ର ଲେଖା। ଆମର ଇଚ୍ଛାରେ ଆମେ ତାକୁ ପୂଜା କରିପାରୁ, ପ୍ରାର୍ଥନା କରିପାରୁ, ଗ୍ରହଣ କରିପାରୁ, ଗର୍ବ କରିପାରୁ, କିନ୍ତୁ ପରିତ୍ରାଣ କେବଳ ଯୀଶୁଙ୍କ ନାମରେ ଅଛି, ଦ୍ୱିତୀୟ ନାମରେ ନାହିଁ। ଏଇଟା ଆମେ ଯଦି ଦେଖିବା, ପ୍ରେରିତ 4 ପର୍ବ 12 ପଦ ଲେଖା ଅଛି। ପଢିବେ ଟିକେ ପ୍ରେରିତ 4 ପର୍ବ 12 ପଦ। ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ଲେଖା ଯାଉଛି ଆଉ କୌଣସି ନାମ ଦିଆଯାଇ ନାହିଁ, ଶାସ୍ତ୍ର ଲେଖା ଯାଇଛି। ଯଦି ଯୀଶୁ ସମସ୍ତଙ୍କ ପାଇଁ, ବାଇବଲ ମଧ୍ୟ ସମସ୍ତଙ୍କ ପାଇଁ। ବାଇବଲ କେବଳ ଖ୍ରୀଷ୍ଟିଆନ ମାନଙ୍କ ଧର୍ମ ଗ୍ରନ୍ଥ ନୁହେଁ, ବାଇବଲ ସମସ୍ତଙ୍କ ପାଇଁ। ଜଣେ ମଣିଷ ଭାବରେ ସେ ନିଶ୍ଚିତ ଭାବରେ ସେ ଯୀଶୁକୁ ଗ୍ରହଣ କରନ୍ତୁ ବା ନ କରନ୍ତୁ, ବାଇବଲ ପଢିବା ଦରକାର, ଯେବେ ସେ ସତ୍ୟତାକୁ ଜାଣିପାରିବେ। ବିନା ବାଇବଲରେ ଈଶ୍ୱରକୁ ଜାଣି ହବନି। ଈଶ୍ୱର କିଏ? ବିନା ବାଇବଲରେ କୌଣସି ମନୁଷ୍ୟ ଜାଣିପାରିବ। ବାଇବଲ ହିଁ ସମ୍ପୂର୍ଣ୍ଣ ଈଶ୍ୱରକୁ ପ୍ରକାଶ କରେ। ବାଇବଲ ହେଉଛି ମାନବ ସମାଜର ସମ୍ପୂର୍ଣ୍ଣ ଇତିହାସ। ମାନେ ମନୁଷ୍ୟ ସୃଷ୍ଟି ହେଲା, ପୃଥିବୀ କେମିତି ସୃଷ୍ଟି ହେଲା, ପୃଥିବୀ କେମିତି ବିନଷ୍ଟ ହବ, ତାପରେ କଣ ହବ, ମୃତ୍ୟୁ ପରେ କଣ ହବ, ସବୁ ବିଷୟ। ମନୁଷ୍ୟ କେମିତି ସୃଷ୍ଟି ହେଲା, ଧୂଳିରୁ ତିଆରି ହେଲା। ଆଉ ମଣିଷ ଜନ୍ମ ହେବା ପାଇଁ
84,000 ଜନିରେ ପ୍ରବେଶ କରିବାର ଆବଶ୍ୟକ ନାହିଁ। ସେ ମୃତ୍ତିକାରୁ ତିଆରି ହେଇଛି, ସେ ମୃତ୍ତିକାରେ ମିଶିବ, ତାପରେ ତାର ବିଚାର ହବ। ସେ ଅନନ୍ତ ସ୍ୱର୍ଗକୁ ଯିବ, ନହେଲେ ଅନନ୍ତ ନରକକୁ ଯିବ। ଏଠି ଆମେ ଦେଖୁ ଯୀଶୁ ଖ୍ରୀଷ୍ଟ ଅଷ୍ଟମ ଦିନରେ ସୁନ୍ନତ ହେଲେ, ଏଇଟା ମଧ୍ୟ ରେକର୍ଡେଡ। ତାପରେ ଲୁକ 2 ପର୍ବ 40-41। ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ। ଏଠି 12 ବର୍ଷ କଥା ଲେଖା ହେଇଛି। କଣ ଲେଖା ଅଛି? ଆପଣ 40-41-42 କିପରି ଲେଖା ଉତ୍ତର ପଢନ୍ତୁ। 40-41-42। ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ। ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ପ୍ରତିବର୍ଷ, ଏବେ 12 ବର୍ଷ ବୟସରେ ଦେଖିଲୁ ଆମେ ଯୀଶୁଙ୍କର ଜନ୍ମ ଲେଖା ଯାଉଛି। ଅଷ୍ଟମ ଦିନ ସୁନ୍ନତ ହେଲେ, ଆଉ 12 ବର୍ଷ ବୟସରେ ସେ କୋଉଠି ଆସିଛନ୍ତି? ପୁଣି ଥରେ ଜେରୁସାଲେମ ଯାଉଛନ୍ତି। ସେମାନେ ରୀତି ଅନୁସାରେ ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ କୋଉଠିକି ଯାଉଥିଲେ? ଜେରୁସାଲେମକୁ ଯାଉଥିଲେ। ଏବେ 12 ବର୍ଷ କଥା ଲେଖା ହେଇଛି। ଆଉ ଏଇ ଘଟଣା ଆମେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ସମୟରେ କଣ ହଉଛି? ଆପଣ ଟିକେ ପଢିବେ ତାର 46 ପଦ 47 ପଦ। 3 ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ। ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ 12 ବର୍ଷ ବୟସରେ ସେ ପଣ୍ଡିତ ମାନଙ୍କ ସହିତ କଥା ହେଲେ। ପଣ୍ଡିତ ମାନେ ନିରୁତ୍ତର ହେଉଥିଲେ, ଆଚମ୍ବିତ ହେଉଥିଲେ। ପଣ୍ଡିତ ମାନଙ୍କ ସହିତ ଯୋଉ ଯୀଶୁ 12 ବର୍ଷ ବୟସରେ ବସି ଆଲୋଚନା କରିପାରୁଛନ୍ତି, ସେ ଓଡ଼ିଶାକୁ ଆସିବାର ଆବଶ୍ୟକ ନାହିଁ। ଆପଣ ଯଦି ଇତିହାସ ବି ପଢିବେ ବା ଭୂଗୋଳ ବି ଦେଖିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭୌଗୋଳିକ ଭାବରେ ମଧ୍ୟ କେବେ ମଧ୍ୟ ସେ ଭାରତକୁ ଆସିନାହାନ୍ତି। ଏଠି ଆମେ ଦେଖୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 12 ବର୍ଷ ବୟସରେ ତାଙ୍କୁ ଜେରୁସାଲେମକୁ ନିଆଗଲା। ଆଉ ସେଇଠି ସେ ପ୍ରାୟ 3 ଦିନ ପର୍ଯ୍ୟନ୍ତ ଭିଡ ସକାଶେ ଖୋଜି ପାରିଲେ ନାହିଁ। ସେମାନେ ଭାବିଲେ ଯେ ପ୍ରଭୁ ଯୀଶୁ ସମସ୍ତ ଆସି ଯାଇଛନ୍ତି। ସେମାନେ ଗୁଡ଼େଇ ବାଟ ଆସିଲେ, ପୁଣି ଫେରିକି ଗଲା ପରେ ଯୀଶୁଙ୍କୁ ସେମାନେ ମନ୍ଦିରରେ ଦେଖା ପାଉଛନ୍ତି। ତାପରେ ସେମାନେ ବ୍ୟତିବ୍ୟସ୍ତ ହେବାରୁ ସେମାନେ ପୁଣି ଥରେ ଯୀଶୁଙ୍କୁ ସାଥିରେ ନେଇକି ଗଲେ। ଆଉ ନେଇକି ଗଲା ପରେ କଣ ହଉଛି ଆପଣ ଦେଖିବେ, 51 ପଦ ଆଉ 52 ପଦ ପଢନ୍ତୁ। ଲୁକ 2 ପର୍ବ 51-52। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ। ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କଲେ? ସେ 12 ବର୍ଷ ବୟସରୁ ବାହୁଡ଼ି ଆସିଲା ପରେ ସେ ନାଜରିତରେ ରହିଲେ। ସେ ରହିଲେ ସେଠି 12 ବର୍ଷରୁ ସେ 30 ବର୍ଷ ପର୍ଯ୍ୟନ୍ତ ସେ ନାଜରିତରେ ହିଁ ରହିଛନ୍ତି। ଆଉ ସେ କଣ କରିଛନ୍ତି ରହିକି? ମାର୍କ ତାର 6 ପର୍ବ 3 ପଦରେ ଦେଖିଲେ। ମାର୍କ 6 ପର୍ବ 3 ପଦ। ଏ କି ସେଇ ବଢ଼େଇ ନୁହେଁ? ଏ କି ମରିୟମର ପୁଅ, ଆଉ ଯାକୁବ, ଯୋଶୀ, ଜିହୁଦା ଓ ସିମୋନର ଭାଇ ନୁହେଁ? ପୁଣି ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପରେ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହିଁ ପବିତ୍ର ଭାବରେ ହେଇଥିଲା, ପବିତ୍ର ଆତ୍ମାଙ୍କ ଦ୍ୱାରା ହେଇଥିଲା। କିନ୍ତୁ ତାପରେ ଯୋସେଫ ମରିୟମଙ୍କ ଦ୍ୱାରା ଅନେକ ପୁତ୍ର ସନ୍ତାନ ଜାତ ହେଇଥିଲେ। ତାର ରେକର୍ଡ ସେଠି ଲେଖାଯାଉଛି ଏମାନେ ଥିଲେ। ଆଉ ପ୍ରଭୁ ଯୀଶୁ ଏ କି ସେହି ବଢେଇ ନୁହେଁ, ଯେହେତୁ ଯୋସେଫ